ମଣିଷ ଯାହା କର୍ତ୍ତବ୍ୟ କରେ ବା କର୍ମ କରେ ତାକୁ ସେ ଭୋଗ କରେ। ତେଣୁ ସେ ଜଣେ ପଣ୍ଡିତ ଲୋକ, ଜ୍ଞାନୀ ଲୋକ, ସାହିତ୍ୟିକ, କବି, ସାମ୍ବାଦିକ ସବୁଟା ପ୍ରତିଭା ତାଙ୍କ ପାଖରେ ଭଗବାନ ଖଞ୍ଜି ଦେଇଥିଲେ। ସେ ତାକୁ ନେଇକି ଯେତିକି ନାମ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜନୀତିରେ ମଧ୍ୟ ସେତିକି ଭଲ ନାମ କରୁଛନ୍ତି। କିନ୍ତୁ ଆଜି ଏତେ ଦିନ ହେଲା କାହିଁକି ମନେ ପଡୁନଥାଏ ଜାଣିପାରୁନି। ଆଜି ଆମେ ବୁଡେଇଲେ ଆଗରୁ କରିବା କଥା ତାଙ୍କ ଉପରେ। ଯାହା ହଉ ଆଜି ଭଲ ହେଲା। ବହୁ ଇଣ୍ଟେଲେକ୍ଚୁଆଲ ଯୋଗଉଥିଲେ ଆଉ ମତେ ବି ସେ ନିମନ୍ତ୍ରଣ କରିଥିଲେ। ନିରଞ୍ଜନ ପଟ୍ଟନାୟକ ମୁଁ ତେଣୁ ମୁଁ ବି ଆସିଥିଲି। ଆସିଲା ପରେ ଯଦି କହିବାକୁ ସୁଯୋଗ ଦେଇଥାନ୍ତେ ମୁଁ କହିଥାନ୍ତି ତାଙ୍କର ଖୁବ ଭଲ କହିଥାନ୍ତି। ତେଣୁ ସେ କିଏ କଣ୍ଡକ୍ଟ କରୁଥିବା, କିଏ ସେମାନେ ଡାକୁଥିଲେ, ସେମାନେ ନିଜକୁ ଚିହ୍ନି ନାହାନ୍ତି, ଜାଣିନାହାନ୍ତି। ଯେଉଁମାନେ ଜାଣିବେ ମୋ ସହିତ କାମ କରୁନାହାନ୍ତି ସେମାନେ କହିବେ ସେ ଏଭଳି ଗୋଟେ ମୁଖ୍ୟମନ୍ତ୍ରୀ ଥିଲେ, ଏଭଳି ଏକ ପଣ୍ଡିତ ଥିଲେ। ଆପଣ ଯଦି ଦେଖିବେ ସାଂସ୍କୃତିକ ୟୁନିଭର୍ସିଟି ଯଦି ହେଇଥାଏ ତାଙ୍କ ଯୋଗୁଁ ମୋତେ ନେଇକି ଆରମ୍ଭ କରିଥିଲେ। ପ୍ରଥମ ସେ ଇଏରେ ଆପଣ ପାଇବେ, ରେକର୍ଡରେ ମଧ୍ୟ ପାଇବେ। କିନ୍ତୁ ମୁଁ କହିନି ସେଟା ମୁଁ କରିଛି, ଅନେକ କାମ କରିଛି, ମୁଁ କେବେ କହେନି। ମୁଁ ସେଇମାନଙ୍କ କଥା କହେ। ଆଉ ଆଜି ଗୋଟେ ଭଲ ସଭା, ବହୁତ ଲୋକ ସମବେତ ହେଇଥିବେ।